ଜୟ ମାତାଦି ଜୟ ମା କାମାକ୍ଷା ଚାମୁଣ୍ଡା ମୁଁ ଦଶ ମହାବିଦ୍ୟା ସାଧିକା ଅନନ୍ୟା ତନୁଜା ମନ୍ତ୍ର ଜ୍ୟୋତିଷ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଏଇ ଏପିସୋଡରେ ଆପଣମାନଙ୍କୁ ଅଘୋର ଲକ୍ଷ୍ମୀ ସାଧନା ଅକ୍ଷୟ ତୃତୀୟା ରେ ଆପଣମାନେ କେମିତି କରିବେ ଫଳପ୍ରଦ ହେବେ, ଅତ୍ୟଧିକ ଧନ ଲାଭ କରିପାରିବେ। ଅଘୋର ଲକ୍ଷ୍ମୀ ମାନେ ଅତ୍ୟଧିକ ଆକାରରେ ଧନ ଆସିବା, ମାନେ ସମୁଦ୍ର ଢେଉ ବୋଲି ଧନ ମାଡ଼ି ଆସେ। ଏଟା ହେଲେ ଠିକ ଠିକରେ ସାଧନା କଲେ, ଆଉ ଓଲଟା ପୋଲଟା ସାଧନା କଲେ ବ୍ୟାକ୍ ଫାୟାର ହୁଏ, ଏଟା ବି ଜାଣିଥିବେ। 24 ଘଣ୍ଟାର ସାଧନା ଯିଏ ସାଧକ ସାଧିକା ମାନେ ହେବେ ସେମାନେ ଏଟା ସରଳ ଉପାୟରେ କହିବି, ଗୁରୁ ଦରକାର ନାହିଁ। ଯେ ସାଧକ ସାଧିକା ମାନେ ଗୋଟେ ଦିନ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ପାଳନ କରିବେ, କାହାକୁ ଛୁଇଁବେନି। ଛୁଆ ପିଲାକୁ ଛୁଇଁ ପାରିବେ, ହେଲେ ଛୁଆ ପିଲା ଘଣ୍ଟା ସଣ୍ଟା ହେଇକି କୋଉଠୁ ଆସିକି କଣ ଛୁଇଁକି ଆସିଥିବ ଆପଣଙ୍କୁ ଛୁଇଁବ, ସେଥିପାଇଁ ବାରଣ ଟିକେ କରିବେ। ଆଉ ଖିଆ ପିଆ ଖିଚଡି ଇତ୍ୟାଦି ଆପଣ କରିପାରିବେ। ବାହାରକୁ ବୁଲିବେନି, ଫୋନ ଇତ୍ୟାଦି ଧରିବେନି, କାହାକୁ କହିବେନି। ଏଟା ଲକ୍ଷ୍ମୀଙ୍କର ସାଧନା, ଗୁପ୍ତ ଆକାରରେ ରଖି କରିବେ। 24 ଘଣ୍ଟା ପାଇଁ ଆପଣ ଅଫିସ ଯିଏ ମାନେ ଅଫିସ ଇଏ ଥାଏ ସେମାନେ ବି କରିପାରିବେ, ହେଲେ ଛୁଟି ନେଇକି କରିପାରିବେ। ହଁ, ଅକ୍ଷୟ ତୃତୀୟା ଦିନ ତ ଅକ୍ଷୟ ତୃତୀୟା ଦିନ ଛୁଟି ଥାଏ। ଆପଣ ମାନେ କରନ୍ତୁ 24 ଘଣ୍ଟାର ସାଧନା। ଏଟା ରାତିରେ ବି ଜପ କରିବେ, ଦିନରେ ବି ଜପ କରିବେ। ଯେତେବେଳେ ତୃତୀୟା ତିଥି ଲାଗିଯିବ ସେତେବେଳଠୁ ଆପଣ ବସିବେ ଆଉ ଜପ କରିବେ। କେମିତି ସରଳ ଉପାୟରେ କରିବେ ଆଉ ଫଳପ୍ରଦ ହେବେ ମୁଁ ଆପଣମାନଙ୍କୁ ବିଧି ବିଧାନଟା କହୁଛି। ଆପଣ ମାନେ ଭିଡିଓକୁ ସ୍କିପ୍ କରିକି ଦେଖିବେନି, ନହେଲେ ଆପଣ ବୁଝିପାରିବେନି। ଆଉ ଭିଡିଓଟାକୁ ଲାଇକ୍ ସେୟାର କରନ୍ତୁ, ଚ୍ୟାନେଲଟାକୁ ସବସ୍କ୍ରାଇବ କରନ୍ତୁ। ସାଧନା ଯେମାନେ କରିବେ ଫାଷ୍ଟ ତ ମନ ସ୍ଥିର ରଖିବେ, କଳହ ଇତ୍ୟାଦି କରିବେନି। ସେଇଦିନ ବହୁତ ମାନେ ଶାନ୍ତ ଶିଷ୍ଟ ଭାବରେ ମେଣ୍ଟାଲ ପ୍ରିପେୟାର ହେଇକି ଆପଣ କରିବେ। ଲାଲ କପଡା ହଉ, ଆପଣ ଅରେଞ୍ଜ କଲର ହଉ ଶାଢୀ ଇତ୍ୟାଦି କି ଆପଣ ପାଖରେ ଯାହା ବି ଅଛି ପିନ୍ଧିବା ପୂଜା ଜିନିଷ ଆପଣ କରିପାରିବେ। ନହେଲେ ଧଳା ଆପଣ ପାଖରେ ଯଦି ଥିବ ତାହେଲେ ବି ପିନ୍ଧିବେ। ନୂଆ କିଣିବା ପାଇଁ ଏଥିରେ କହୁନି, ଖର୍ଚ୍ଚ କରିବା ପାଇଁ। ଏଇଟା କଲା ମାନେ ଆପଣଙ୍କର ଧନ ସମ୍ପତ୍ତି ଏଇ ହିସାବରେ ମାଣି ଆସିବ। ଠିକ ଠିକରେ ଯଦି କଲେ 7 ଦିନରୁ 11 ଦିନ, ଆପଣ 11 ଦିନ 21 ଦିନ ଅପେକ୍ଷା କରିବେ। ଧୀରେ 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 ଆପଣ ଜାଣିପାରିବେ ନା ଏଟା ଅଘୋର ଲକ୍ଷ୍ମୀର କଣ ଏଟା ବୋଲି। ଆପଣଙ୍କୁ ମାନେ କୁଆଡୁ କୁଆଡୁ ଧନ ଆସିବ ଆପଣ ଜାଣିପାରିବେନି। ଆପଣଙ୍କର ଇନକମ ସୋର୍ସ ବଢିଯିବ, ବହୁତ ଆଡୁ ପଇସା ମାଣି ଆସେ, ସମୁଦ୍ର ଢେଉ ବୋଲି ଆସେ। ଏଥିରେ ଅଘୋର ଲକ୍ଷ୍ମୀ ମାଙ୍କର ସାଧନା କେମିତି କରିବେ ମୁଁ ବିଧିଟା କହୁଛି ଆପଣମାନଙ୍କୁ ସରଳ ଉପାୟରେ। ଫାଷ୍ଟ ଆପଣ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ ନିର୍ବିଘ୍ନ କୁରୁ ମେ ଦେବ ସର୍ବକାର୍ୟ ସୁସର୍ବଦା ଗାଧେଇ ପାଧେଇ ଆସିକି ଏଇ ମନ୍ତ୍ରଟା ପଢିବେ। ଯେତେବେଳେ ପିଢା ପକେଇଦେବେ, ପିଢା ପକେଇକି ସେଇଥିରେ ଗୋଟେ କଳସ ରଖିବେ। ଆପଣ ତମ୍ବା ରଖନ୍ତୁ କିମ୍ବା ଛୋଟ କଳସ ରଖିଲେ ବି ହବ, ତମ୍ବା ରଖନ୍ତୁ, ପିତଳ କଂସା ରଖିଲେ ବି ହବ, ହେଲେ ମାଟିଟା ରଖନ୍ତୁନି। ସେଇଥିରେ ଆପଣ ଚାହିଁଲେ ଆମ୍ବ ପତ୍ର ଦେବେ, ଯଦି ନ ହେଲା କିଛି ଅସୁବିଧା ନାହିଁ। ଗୋଟେ ତାଟିଆ ରଖିବେ, ପିତଳ ହଉ ଆପଣଙ୍କର କଂସା ହଉ କି ତମ୍ବାର ହଉ, ଗୋଟେ ତାଟିଆ ପ୍ଲେଟ ଇତ୍ୟାଦି ଛୋଟଟା ଅଛି ବି ସେଟା ବି ରଖିପାରିବେ ଆପଣ। ଯୋଉଥିରେ ଭୋଗ ଇତ୍ୟାଦି ଦିଅନ୍ତି ସେଟା ବି ରଖିଲେ ବି ଚଲିବ। ପିତଳଟା ଯୋଉ ଭୋଗ ଦିଅନ୍ତି ଆପଣ ପିତଳ ପ୍ଲେଟ ଗୁଡାକରେ, ସେଇଟା ରଖିଦେଲେ ବି ଚଲିବ, କିଛି ଅସୁବିଧା ନାହିଁ। ସେଇଥିରେ ଚାଉଳ ଠିକ ପୁରେଇ ଦେବେ, ସେଇଥିରେ ସିନ୍ଦୁର ଗୁଣ୍ଡ, ହଳଦୀ ଗୁଣ୍ଡ, ଚନ୍ଦନ ଗୁଣ୍ଡ ଦେଇକି ତାପରେ ସେଇଥିରେ ଗୋଟେ ଗୁଆ ବସେଇଦେବେ। ଗୁଆ ବସେଇକି ଭାବିବେ ଏଇଟା ହିଁ ମୋର ଅଘୋର ଲକ୍ଷ୍ମୀ ମା, କୌଣସି ଫଟୋ ଦରକାର ନାହିଁ। ମୋର ଲକ୍ଷ୍ମୀ ମା ଏଇଟା ହିଁ, ଏ କଳସରେ ଯିଏ ଅଛନ୍ତି ଏଇଟା ହିଁ ମୋର ଲକ୍ଷ୍ମୀ ମା। ଆପଣ ସାଧାରଣ ଜିନିଷ ମଲ୍ଲି ଫୁଲ, ବାସ୍ନା ଯୁକ୍ତ ଫୁଲ ଇତ୍ୟାଦି ଆପଣ ଦେଇପାରିବେ, ବେଲପତ୍ର ଚଢେଇ ପାରିବେ। ଆଉ ସେ ଗୁଆରେ ଆପଣ ଗୋଲେଇକି ସିନ୍ଦୁର, ହଳଦୀ, ଚନ୍ଦନ ତାକୁ ବି ଟୀକା ଲଗେଇଦେବେ ମା ହିସାବରେ। ଆଉ ଆପଣ ତାପରେ ଗୋଟେ ଦୀପ ଲଗେଇବେ, 24 ଘଣ୍ଟା ପାଇଁ ଜଳିବ। ଆଉ ମନ୍ତ୍ର ପଢୁଥିବେ, ହେଲେ ଆପଣ କିଛି କିଛି ସମୟରେ ବ୍ରେକ୍ ନେବେ, ଟିକେ ଛିଡା ହେଲେ ଏପଟେ ସେପଟେ ହେଲେ। ଆ ସାଙ୍ଗରେ କହୁନି ଯେ ବ୍ରେକ୍ ନେଇକି ବାହାରକୁ ଯାଇକି ଗପ ମାରିବେ, ପଡୋଶୀ ଇତ୍ୟାଦି ଘର ଯିବେନି, କାହିଁକି ଏଟା ଲକ୍ଷ୍ମୀ ସାଧନା। ଲକ୍ଷ୍ମୀ ମା ଚଞ୍ଚଳା, ଯୋଉଠିକି ଚାହିଁଲେ ସେଠିକି ପଳେଇବେ, ଏଟା ଜାଣିଥାନ୍ତୁ। କାହିଁକି ସେଦିନ ଆପଣ ପାଖରେ ରହିବାର ଅଛି। ସେ ଆପଣ ନୀତି ନିୟମ ନିଷ୍ଠାରେ କରିପାରିବେ ତ କରନ୍ତୁ। ଆଉ ଯଦି ଆପଣ ଦରଭଙ୍ଗା କରିକି କରିବେ, ମାନେ ଅଧା ଖଣ୍ଡିଆ ସାଧନା ଯୋଉଟା କହନ୍ତି ସେଟା କରିବେ, କରନ୍ତୁନି। ଭଲ କି କରନ୍ତୁ, ଭଲ କି ଜପ କରନ୍ତୁ, ଫଳପ୍ରଦ ହୁଅନ୍ତୁ। କାହିଁକି 24 ଘଣ୍ଟା ଅଳ୍ପ ସମୟ ପାଇଁ ଏଟା, ଆଉ ବହୁତ ସୁଫଳ ଦିନ। ତିଥି ଅନୁସାରେ, ତିଥି ଯେତେବେଳେ ଲାଗିବ ସେତେବେଳେ ଆପଣ ଗାଧେଇ ପାରିକି ବସିବେ। ଏଟା ମାଙ୍କୁ କଦଳୀ ଦିଅନ୍ତୁ ଭୋଗ, କି ଆହୁରି କଣ ମିଶ୍ରି ଇତ୍ୟାଦି କି ଇଲାଇଚି ଦାନା ଯୋଉଟା ଆସେ ସେଟା ଆପଣ ରାମ ଦାନା କୁହନ୍ତି, ସେଟା ଭୋଗ ଦିଅନ୍ତୁ। କଦଳୀ ଅଛି କଦଳୀ ଦିଅନ୍ତୁ, ଯାହାବି ଆପଣ ପାଖରେ ଯାହାବି ଅଛି ଟିକେ ଭୋଗ ହିସାବରେ ସେଠି ଥୋଇଦେବେ ତାଟିଆରେ। 24 ଘଣ୍ଟା ପରେ ସେଟା ଖିଆ ହବ ଭୋଗ।
ଯେତେବେଳେ ଆପଣ ତିଥି ଅନୁସାରେ ବସିକି ସାଧନା କରିବେ ସେଟା ସମୟଟା ତ କେତେ ହେବ ମୁଁ କହିପାରିବିନି ଏଥିରେ, କାହିଁକି ମୁଁ ସମୟ ଦେଖିନି। ପାଞ୍ଜି ଅନୁସାରେ ସମୟ ହବ, ସେଇ ସମୟ ଅନୁସାରେ ଆପଣ ସମୟଟା ବାହାର କରିବେ। ନହେଲେ ଆପଣ ସକାଳୁ ବି କରିବେ, ଯୋଉଟା ଅକ୍ଷୟ ତୃତୀୟା କାଲି ଅଛି ମାନେ ଆଜି ସକାଳୁ ପାଳନ ହେଲା, ସକାଳୁ କରିବେ। ସେମିତି କରନ୍ତୁ, ନହେଲେ ସକାଳେ ଆପଣ ବସିବେ। ଆପଣ ମାନେ ଗାଧେଇ ପାଧେଇକି ଆସିକି ଭୋରରୁ ଯଦି ସେଇଦିନ କଲେ ତାହେଲେ ସେଇଟା କହୁଛି ମୁଁ, ବସିବେ ପିଢା ଇତ୍ୟାଦିରେ ଯାହାବି ଲାଲ କପଡା ବିଛେଇ ଦେବେ, ଯାହାବି ଆପଣଙ୍କର ପୂଜା ବସ୍ତ୍ର ଅଛି ସେଟା ପିନ୍ଧିବେ, ଗୋଟେ ଆସନ ପକେଇବେ, ସେ ପାଖରେ ବସିବେ, ଗୋଟେ ଦୀପ ଲଗେଇବେ। ଦୀପ ଲଗେଇଲେ ଯାହାବି ଫୁଲ ଫୁଲ ଆପଣ ପାଖରେ ସଂଗ୍ରହ କରିଥିବେ ସେଇଟା ଚଢେଇବେ। ମୁଁ କହିଲି ଯୋଉ ଟୀକା ଲଗେଇବା କଥା ଲଗେଇବେ ମାଙ୍କୁ। ସେ ତାଟିଆ ଯାହା ଥିବ ସେଇଥିରେ ବି ଟିକେ ଲଗେଇଦେବେ, ଆପଣ କଲସରେ ବି ଟିକେ ଟୀକା ଲଗେଇଦେବେ। वक्रतुंड महाकाय सूर्यकोटि समप्रभ निर्विघ्न कुरु मे देव सर्व कार्य सुसर्वदा, एई मंत्रटा पढ़िबे। तापरे आपण कोन करिवे, ओम नमो भगवते वासुदेवाय, ओम नमो भगवते वासुदेवाय नमः, ओम नमो भगवते वासुदेवाय नमः। एई मंत्रटा आपण 108 पढ़ंतु, गणेशंकर 108 पढ़ंतु, ओम गणपते नमः। नहले वक्रतुंड महाकाय सूर्यकोटि समप्रभ निर्विघ्न कुरु मे देव सर्व कार्य सुसर्वदा, सेइथिरे आवाहन हेइ जिवे गणपति देवा। सेइथिरे आवाहन हेले आपण नारायण भगवान मंत्र पढ़िले, डाकिले, ताकू जणेबे, हे प्रभु मो घर को समुद्र ढेउ भलिया धनटा मारी आसु। माँ लक्ष्मी मु या पाई करूची, मो धन समस्या रे अछि, मते साहाय्य करो माँ, मोर दुख दूर करो माँ, मते रक्षा करो माँ। एगुडा को माँ को गुहारी करिके आपणकर आकुल रे निजर वेदना को जणेबे, तांको जो दुख कष्ट को तांको जणेबे। जणेकी तापरे कोन करिवे, आपण माने जी माने साधक साधिका हेतिबे तापरे बसिबे, मंत्रटा पढ़िबे। मंत्रटा मो स्क्रीन शो करे देबी, मंत्रटा पढ़िबे। मझिरे जेते बेले उठिबे आपण पास जिबे, परिश्रा इत्यादि बाथरूम को जिबे, वाशरूम जिबे, अलगा कपड़ा चेंज करिके जिबे। आपण गाधेकी आसंतु, नहले पूरा फ्रेश हेकी धोई धुआ के आसीबे। पूरा माने गाधेबार नियम अछि एथिरे, गाधेबे आसीबे। जेते थर बाथरूम जिबे आपण धोई पोछि हेबे, नले ओदा कपड़ा रखिबे, ओदा कपड़ा देह सारा पोछि हेकी आपण सेई वस्त्र पिंधि परिबे। पुनी शुद्धि हेकी तुलसी पानी रे शुद्धि हेकी आपण करिवे। से ताटिया रे बेसी किछि नाही, आपण चाहिबे सेटा नारायण लक्ष्मी नारायण दी जनक पई सेथिरे पूजा करा जाय। आपण बेलपत्र चढ़ेबे, बेलपत्र जगह चढ़ेकी सेई जगह रे सेई गुआ पाखरे तुलसी पत्र भी आपण देई परिबे। तुलसी पत्र दुईटा देले, बेलपत्र भी दुईटा देबे, किछि असुविधा नाही। तापरे साधना विषय कहली, आपन को खाइबा विषय कहली, खिचड़ी इत्यादि करके खाइबे, सेमई इत्यादि मीठा जिनस खाइबे। मु एटा कहूनी जे आपन 24 घंटा पे पूरा साधना करंतु भोक उपास रहिके, सेमति हेले साधना होइनी। जदि पेटटा का होतिबो साधना रे मन होबनी, पेटटा ठीक थिबो, खाइथिबे आपन पीथिबे, ताहेले मंत्र भी पढ़िबा पई इच्छा होय, भगवान को डाकिबा पई इच्छा होय। भोक उपास तले कि भगवान भगवान को भी भूली जिवो मनिष, सेतले निद आसीबो ताकू डर विकल रे, सेतले से तो भगवान को डाकिबो मु मरि जाउची भोकरे, आ मंत्र कोन पढ़िबी। खाई पीकी करिवे आपण माने। तापरे मझिरे मझिरे ब्रेक नेले वासेबे, का घर को जिबेनी, बुला बुली करिवेनी। आ साधना टाइम रे प्राय भी आपण घरे टिके रहिबे, काहा को टच करिवेनी। से दिन घरे जदी महिला माने कर अशुद्धि थिबो, काहा घरे भी जदी मां भणी कर किछि पीरियड्स इत्यादि चलतिबो, ताले साधना हेइ परिबोनी। सबु शुद्धि थिबो ताहेले करंतु, एते स्त्री लोक करंतु, पुरुष लोक करंतु। मु मना करूनी कि एका करंतु बोली, हेले जे साधना को बुझी परिबो, मेंटल प्रिपेयर हेइ परिबो, मु एटा करि परिबि, ताहेले करंतु। बहुत सरल उपाय, गुरु दरकार नै हेतिरे। आपण करंतु, फलप्रद होंतु। बहुत लोकंकर फोन आसे, आमे एई साधना करथिलु, फलप्रद हेलु बोली। आउ बहुत लोक खुशी रे भी जणांती, हेले काहा को जणेबेनी बाहरे। हाँ मु साधना छाड़ी मते जणे परिबे, मां मु फलप्रद हेली, मु साधना करथिले ओभरलक्ष्मी साधना, मु फलप्रद हेली। आपण जणे परिबे, हेले कमेंट माध्यम रे नै, आपण फोन करिके जणेबे। हाँ कमेंट रखिबे, मु फलप्रद हेइछि ओभरलक्ष्मी साधना करिके, सेतिकी। आउ किछि कोन पाइले कोन नाही सेगुडा किछि कुहा जायनि एथिरे। 7 दिन 11 दिन 21 दिन एथिरे समय रहे। 11 दिन 21 दिन भितरे आपण को धीरे धीरे 11 दिन पर धीरे धीरे किछि आसीबा आरंभ हो। लास्ट को आपण को बिजनेस व्यापार जदी थिबो बहुत बढ़ी जीवो, चारि आडो पैसा माडी आसी एथिरे, किछि ना किछि आकार रे आपण पाखक धन आसुथिबो। एटा गुप्त आकार रे होय, काहाकू कुहा जायनि। आउ साधनाटा करिके आपण भल प्रदहंतु। मो मंत्रटा कहि दउची, स्क्रीन रे शो करे देबी। ओम ऐं अघोर लक्ष्मीये क्लीं नमः। ओम ऐं अघोर लक्ष्मीये
କ୍ଲିଂ ନମଃ ଏଇ ମନ୍ତ୍ରଟାକୁ ଆପଣ ମାନେ ଜପ କରନ୍ତୁ ଆଉ ଫଳପ୍ରଦ ହୁଅନ୍ତୁ। ଆଉ କମେଣ୍ଟ ମାଧ୍ୟମରେ ହଉ କି ଫୋନ କରିକି ମତେ ଜଣାନ୍ତୁ ଆପଣ ମାନେ ଫଳପ୍ରଦ ହେଇଛି ବୋଲି। ଏଥିରେ ପ୍ରଶ୍ନ ହବ କୋଉ ମାଲାରେ କରିବୁ? ଯଦି ଆପଣ ପାଖରେ ଚନ୍ଦନ ମାଲା ଅଛି କରନ୍ତୁ, ସ୍ଫଟିକ ମାଲା ଅଛି କରନ୍ତୁ। ଯଦି ସ୍ଫଟିକ ଆଉ ଚନ୍ଦନ ମାଲା ନାହିଁ ତାହେଲେ ଆପଣ ରୁଦ୍ରାକ୍ଷର ଛୋଟ ଛୋଟ ଯୋଉ ଥାଏ ଓରିଜିନାଲ ରୁଦ୍ରାକ୍ଷର ମାଲା ହେଇଥିବ ସେଇଥିରେ କରନ୍ତୁ, ନିଶ୍ଚିତ ଫଳପ୍ରଦ ହେବେ। ଦେଖିବେ ଆପଣ 21 ଦିନ ଭିତରେ ଧୀରେ 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 ଗୋଟେ ମାସ ଭିତରେ କଣ ନା କଣ ହବ। ଧୀରେ 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 ହେଲେ କାହାକୁ କହିବେନି। ଏଟା ବହୁତ ଲୋକଙ୍କୁ ପ୍ରଚାର କରିବେ, ତାର ପାୱାରଲେସ୍ ହେଇଯିବ, ସାଧନାଟା ନଜର ପଡିବା ଆରମ୍ଭ ହୁଏ। କାହିଁକି ଧନ ଆସିବାର ସମସ୍ତ ଆରେ ଇଏ ଗୋଟେ କଣ କରିଦେଇଛି ରେ ବଢି ଯାଉଛି ଧନ ଆସିଛି ଏଗୁଡାକ ବି ହୁଏ। ସେଥିପାଇଁ ବହୁତ ଲୋକଙ୍କୁ ଏଟା କୁହାଯାଏ ନାହିଁ, ଗୁପ୍ତ ଆକାରରେ ରଖିବେ ଆଉ ଫଳପ୍ରଦ ହେବେ। ଆପଣ ମାନେ କରନ୍ତୁ, ଫଳପ୍ରଦ ହୁଅନ୍ତୁ, ବହୁତରୁ ବହୁତ ଲୋକ କରନ୍ତୁ। ଆଉ ଏଥିରେ ଗୁରୁ ଦରକାର ନାହିଁ, ଲାଭ ଉଠାନ୍ତୁ ସାଧନାର। କାହିଁକି ଛୋଟ ସାଧନା, ଛୋଟ ମନ୍ତ୍ର ଆଉ 24 ଘଣ୍ଟାର ସାଧନା ଏଟା ଆପଣ ମାନେ ନିଶ୍ଚିତ କରିପାରିବେ। ଜୟ ମାତା ଦି, ଜୟ ମା କାମାକ୍ଷା ଚାମୁଣ୍ଡା।